କୁକୁର ଛୁଆ ଯାକ ନାଳରେ ପଡ଼ି ଯାଇଥିଲେ, ସେମାନଙ୍କୁ ଅଣାହେଲା ସଫା କରିବା ପାଇଁ। ସେମାନେ ନାଳରେ ପଡ଼ି ଗନ୍ଧିଆ ହେଇଯାଇଥିଲେ। ତାଙ୍କୁ ପାଣିରେ ପାଇପ୍ରେ ପାଣିରେ ଧୁଆଁ ହେଉଛି। ସେମାନଙ୍କୁ ଇଏ ହେଉଛି ତା ମା' ଐଶ୍ୱର୍ଯ୍ୟା। ଧୁଆଁ ହେଇଗଲା ଛୁଆ ଯାକକୁ। ଏବେ ସେମାନଙ୍କର ଟିକେ ଯତ୍ନ ନିଆହବ। ଥରୁଛନ୍ତି ପାପ ପିଲା ଯାକ। ନାଳରେ ପଡ଼ି ଯାଇଥିଲେ, ଆଉ ଧୂଆଁ ହେଲା, ସେଥିପାଇଁ ଥରୁଛନ୍ତି। ପାପ ଛୁଆ ଯାକ ଏବେ ପୋଛା ହେଉଛି। ଏବେ ଗୋଟେ ଭଲସେ ପୋଛା ହେଉଛି। ଗୋଟେ ଗୋଟେ କରି 3ଟା ଯାକ ପୋଛା ହେବ। ଏବେ ଛୁଆ ଯାକକୁ ଏବେ ଗୋଟେ ପୋଛା ସରିଲା, ଗୋଟେ ରଖା ହେଲା। ଏବେ ଆଉ ଗୋଟେ ମହାରାଣୀଙ୍କର ପୋଛା ସରିନି। କ'ଣ କରିବା, ଭଗବାନଙ୍କର ସୃଷ୍ଟି। ଖରା ପରେ ବର୍ଷା, ବର୍ଷା ପରେ ଶୀତ, ଶୀତ ପରେ ଖରା, ଖରା ପରେ ବର୍ଷା, ତାପରେ ଶୀତ, ଏମିତି ଲାଗିକି ଥାଉଛି। ଭଗବାନଙ୍କ ସୃଷ୍ଟିରେ ଆମେ କିଛି ତ କରିପାରିବାନି ନା। ଭାବ ଛୁଆ ଯାକ ସେମାନଙ୍କୁ ଭଲସେ ଏବେ ପୋଛା ହେଉଛି। ପୋଛା ହେଇସାରିଲା। ଏବେ ତାଙ୍କ ଭାଇ ଭଉଣୀ ପାଖକୁ ନିଆହେଉଛି। ତାଙ୍କର ଭାଇ ଭଉଣୀ, ଇଏ ତାଙ୍କ ମା' ଐଶ୍ୱର୍ଯ୍ୟା। ତା ଭାଇ ଭଉଣୀ 3 ଜଣ 4 ଜଣ ଅଛନ୍ତି, ବୋଧେ 3 ଜଣ। 2ଟା ଅଣା ହେଲା, ଆଉ ଗୋଟେ ଅଣା ହେବ ଏବେ। ପାପ ଥରି ଯାଉଛନ୍ତି। ଇଏ ହେଉଛି ତାଙ୍କ ମା' ଐଶ୍ୱର୍ଯ୍ୟା। ଯାଉଛନ୍ତି। ଆଉ ସରିଲା ଭିଡ଼ିଓଟାକୁ।